ପଲ୍ଲବୀ ଘରକୁ ଆସି ଡାଇନିଂ ପାଖକୁ ଯିବେ ଆଉ ପାଣି ପିଇବା ପାଇଁ ଜଗକୁ ଉଠେଇଥିବେ ଆଉ ରୁବି ଆସି ଜଗକୁ ଛଡ଼େଇ ନେବେ ଆଉ କହିବେ ଇଏ ତ କିଚେନର ପାଣି ନୁହଁ, ତେଣୁ ତୁ ଏ ଜଗକୁ ଛୁଇଁ ପାରିବୁନି। ତାପରେ ପଲ୍ଲବୀ କହିବେ ମୁଁ ଜାଣେ, କିନ୍ତୁ ମୋର ଏବେ ଏକ୍ସିଡେଣ୍ଟ ହେଇଛି ଆଉ ମୋତେ ବହୁତ ଜୋରରେ ଶୋଷ ଲାଗୁଛି। ତାପରେ ରୁବି କହିବେ ତ ଏ ପର୍ଯ୍ୟନ୍ତ ଯେମିତି ଆସିପାରିଲୁ ସେମିତି ତ କିଚେନ ପର୍ଯ୍ୟନ୍ତ ବି ଯାଇପାରିବୁ। ଆଉ କହିବେ ସେଠି ଯାଇ ପାଣି ପିଇ, ଏଠିକି କାହିଁ ଆସିଛୁ ପାଣି ପାଇଁ। ତାପରେ ପଲ୍ଲବୀ ମନ ଦୁଃଖ କରି ତାଙ୍କ କିଚେନ ଆଡ଼କୁ ଯାଉଥିବେ ଆଉ ବେହୋସ ହୋଇ ପଡ଼ିଯାଉଥିବେ ଆଉ ଆଦର୍ଶ ଧରି ନେବେ। ତାପରେ ଆଦର୍ଶ ଡାଇନିଂକୁ ନେଇ ବସେଇ ମୁହଁରେ ପାଣି ଝିଞ୍ଚି କହିବେ ପଲ୍ଲବୀ ଆଖି ଖୋଲ ପଲ୍ଲବୀ। ତାପରେ ପଲ୍ଲବୀଙ୍କ ହୋସ ଆସିବ ଆଉ ପଲ୍ଲବୀ ଡାଇନିଂରୁ ଉଠି ସୋଫା ଆଡ଼କୁ ଆଦର୍ଶ ନେଇଯିବେ ଆଉ କହିବେ ପଲ୍ଲବୀ ତମେ କୋଉଠି ଥିଲ ପଲ୍ଲବୀ? ଚିତ୍ତ ଅଙ୍କଲ ଆଉ ମୁଁ କୁଆଡ଼େ ନା କୁଆଡ଼େ ଖୋଜି ଆସିଲୁଣି, କିନ୍ତୁ ତମେ। ତାପରେ ପଲ୍ଲବୀ କହିବେ ମୋର ଏକ୍ସିଡେଣ୍ଟ ହେଇଯାଇଥିଲା ଆଦର୍ଶ, ଆଉ ମୁଁ କହୁଥିବେ ଆଉ ଅଟକିଯିବେ। ତାପରେ ଆଦର୍ଶ କହିବେ ରୁହ ମୁଁ ପାଣି ଆଣୁଛି। ତାପରେ ପଲ୍ଲବୀ କହିବେ ନାଇଁ ଆଦର୍ଶ, ତମେ ମୋତେ ସେଥିରୁ ପାଣି ପିଆଅନି, ତମେ ଆମ କିଚେନରୁ ଯାଇ ପାଣି ଆଣ। ତାପରେ ଆଦର୍ଶ ରୁବିଙ୍କୁ ଦେଖି କହିବେ ଓ ଏବେ ତାହେଲେ ମୁଁ ଠିକ୍ ବୁଝିପାରୁଛି ଏଇଥିପାଇଁ ପଲ୍ଲବୀ ବେହୋସ ହେଇଗଲେ। ତମେ ଏତେ ଅମଣିଷ କେମିତି ହେଇପାରିଲ ରୁବି ମାଉସୀ, ଜଣେ ପାଣି ପିଇ ଆସୁଛି ଆଉ ତମେ। ତାପରେ ପଲ୍ଲବୀ କହିବେ ଥାଉ ଆଦର୍ଶ, ଅଯଥାରେ ଅଶାନ୍ତି ସୃଷ୍ଟି କରନି। ତାପରେ ଆଦର୍ଶ ରାଗିକି କହିବେ ଆରେ ଅଶାନ୍ତି କ'ଣ, ଏବେ ଯଦି ପାଣି ବିନା ତମ ଜୀବନ ଚାଲି ଯାଇଥାନ୍ତା ତାହେଲେ ଏଥିପାଇଁ କିଏ ଦାୟୀ ହେଇଥାନ୍ତା? ପୁଣି ଆଦର୍ଶ ରୁବିଙ୍କ ପାଖକୁ ଆସି କହିବେ ଏଥିପାଇଁ କେବଳ ତମେ ଦାୟୀ ହେଇଥାନ୍ତ ରୁବି ମାଉସୀ, କେବଳ ତମେ। କୋଉ ଅଧିକାରରେ? ମୁଁ ପଚାରୁଛି କୋଉ ଅଧିକାରରେ ତମେ ପଲ୍ଲବୀକୁ ପାଣି ଦେବାକୁ ମନା କରୁଥିଲ, କୋଉ ଅଧିକାରରେ? ତାପରେ ସମସ୍ତେ ଆସିବେ ଆଉ ମମତା କହିବେ ପଲ୍ଲବୀ କ'ଣ ହେଲା ତୋର? ପୁଣି କହିବେ ହେ ଭଗବାନ କି ଅବସ୍ଥା ହେଇକି ତୁ ଆସିଛୁ। ତାପରେ ଆନନ୍ଦ କହିବେ କ'ଣ ହେଇଛି ଆଦର୍ଶ, ତୁ ରୁବି ଦିଦି ଉପରେ ଏତେ ଜୋରରେ ପାଟି କରୁଥିଲୁ କାହିଁକି? ତାପରେ ଆଦର୍ଶ କହିବେ ପଲ୍ଲବୀଙ୍କୁ ଦେଖନ୍ତୁ ବାବା, ତାଙ୍କ ଅବସ୍ଥାକୁ ଦେଖନ୍ତୁ, ତାଙ୍କର ରୋଡ ଏକ୍ସିଡେଣ୍ଟ ହେଇଛି। ସକାଳୁ ଘରୁ ବାହାରି ଯାଇଥିଲେ ଯେ ଏ ପର୍ଯ୍ୟନ୍ତ ତାଙ୍କର ଦେଖା ନଥିଲା ବାବା। ଆମେ ଚିତ୍ତ ଅଙ୍କଲ ଆଉ ମୁଁ 3-4 ଘଣ୍ଟା ତାଙ୍କୁ ବାହାରେ ଖୋଜିଲୁ, ହେଲେ ତାଙ୍କୁ ପାଇଲୁନି। ଆଉ ଘରକୁ ଆସି ଦେଖିଲା ବେଳକୁ ତାଙ୍କର ଏକ୍ସିଡେଣ୍ଟ ହେଇଛି। ଏଇ ଦେଖନ୍ତୁ ତାଙ୍କ ହାତରେ ଇଞ୍ଜର୍ଡ ହେଇଛି। ଏଇ ଅବସ୍ଥାରେ ସେ ଯେତେବେଳେ କଷ୍ଟେ ମଷ୍ଟେ ଘରେ ପହଞ୍ଚି ପାଣି ଟିକେ ପିଇବା ପାଇଁ ହାତ ବଢ଼େଇଲେ ସେତେବେଳେ ମାଉସୀ ତାଙ୍କୁ ପାଣି ପିଇବା ପାଇଁ ମନା କରିଦେଲେ। ତାପରେ ଆନନ୍ଦ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ଆଦର୍ଶ କହିବେ ଆଉ କ'ଣ କହିଲେ ଜାଣିଛନ୍ତି? କହିଲେ ଏ କିଚେନରୁ ପାଣି ତୁ ପିଇ ପାରିବୁନି। ଆଉ ସବୁଠୁ ବଡ଼ କଥା ହେଲା ଯେତେବେଳେ ପାଣି ନ ପାଇ ପଲ୍ଲବୀ ଆମ କିଚେନକୁ ପାଣି ପିଇବା ପାଇଁ ଗଲେ ସେତେବେଳେ ପଲ୍ଲବୀ ବେହୋସ ହୋଇ ପଡ଼ିଲେ ବାବା। ଠିକ୍ ସମୟରେ ଆସି ମୁଁ ପହଞ୍ଚି ଗଲି ବୋଲି ପାଣି ଛିଞ୍ଚା ମାରି ପଲ୍ଲବୀଙ୍କୁ ମୁଁ ହୋସକୁ ଆଣିଲି। ଆଉ ଯଦି ମୁଁ ଠିକ୍ ସମୟରେ ଆସି ପହଞ୍ଚି ନଥାନ୍ତି ତାହେଲେ ପଲ୍ଲବୀଙ୍କ ଅବସ୍ଥା କ'ଣ ହେଇଥାନ୍ତା ଆପଣ ଭାବନ୍ତୁ ବାବା। ତ ଦର୍ଶକ ବନ୍ଧୁ, ଏବେ କ'ଣ ଆନନ୍ଦ ରୁବିକୁ ଏ ଘରୁ ବାହାର କରିଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।